ଚାକିରିର 5 ମାସ ପରେ ମୋର ସେହି ସହରକୁ ସ୍ଥାନାନ୍ତରିତ ହେଲା, ଯେଉଁଠାରେ ମୋ ଭଉଣୀ ଏବଂ ମୋ ଭିଣେଇ ରହୁଥିଲେ। ମୁଁ ତାଙ୍କୁ ଭେଟି ବହୁତ ଖୁସି ହେଲି, କାରଣ ମୋର ଭିଣେଇଙ୍କ ସହିତ ମୋର ବହୁତ ବନ୍ଧୁତ୍ୱପୂର୍ଣ୍ଣ ଆଚରଣ ଥିଲା ଏବଂ ମୁଁ ସବୁବେଳେ ମୋ ଭଉଣୀ ସହିତ ଭଲରେ ରହିଥିଲି। 3-4 ଦିନ ମଧ୍ୟରେ ମୁଁ ମୋର ସମସ୍ତ ଜିନିଷ ନେଇ ତାଙ୍କ ପାଖରେ ପହଞ୍ଚିଲି। ମୋର ଆଗମନକୁ ନେଇ ସେମାନେ ମଧ୍ୟ ବହୁତ ଖୁସି ଥିଲେ। ମୋର ଭଉଣୀର 2ଟି ସୁନ୍ଦର ସନ୍ତାନ ଥିଲେ, ଯାହାଙ୍କ ସହ ମୁଁ ଖେଳିବାକୁ ଭଲ ପାଉଥିଲି। ଦିନେ ମୋତେ ଏକ ସଭା ପାଇଁ 4 ଦିନ ପାଇଁ ଅନ୍ୟ ସହରକୁ ଯିବାକୁ ପଡ଼ିଲା। ମୁଁ ମୋର କିଛି ଜିନିଷ ନେଇ ସେଠାରୁ ଚାଲିଗଲି ଏବଂ ମୋ ଭଉଣୀକୁ 4 ଦିନ ପରେ ଫେରିବାକୁ କହିଲି। କିନ୍ତୁ ଯେତେ ଶୀଘ୍ର ମୁଁ ବିମାନରେ ବସିବାକୁ ଯାଉଥିଲି, ମୋର ବସ୍ ମୋତେ ଫୋନ୍ କରି କହିଲେ ଯେ ବିଦେଶୀ ଗ୍ରାହକମାନେ ଆମକୁ ଭେଟିବାକୁ ଆସୁଥିଲେ। ବାସ୍ତବରେ ସେଠାରେ ଖରାପ ପାଗ ହେତୁ ତାଙ୍କର ସମସ୍ତ ବିମାନ ବାତିଲ ହୋଇଛି, ତେଣୁ ସେମାନେ ଏହି ସପ୍ତାହରେ ଆସିବେ ନାହିଁ। ଏବେ ଏହି ବୈଠକ 2 ସପ୍ତାହ ପରେ ଅନୁଷ୍ଠିତ ହେବ। ସଭା ବାତିଲ ହୋଇଥିବାରୁ ମୋତେ ମୋ ଭଉଣୀଙ୍କ ଘରକୁ ଫେରିବାକୁ ପଡ଼ିଲା। ମୁଁ ଘରକୁ ଫେରି ଦେଖିଲି ଭିତର ପଟରୁ କବାଟ ବନ୍ଦ ଅଛି। ମୁଁ ଦୀର୍ଘ ସମୟ ଧରି ଘଣ୍ଟି ବଜାଇଲି, କିନ୍ତୁ କେହି କବାଟ ଖୋଲିଲେ ନାହିଁ। ତାପରେ ମୁଁ ଅନୁଭବ କଲି ଯେ ବୋଧହୁଏ ବେଲ୍ ଖରାପ ହୋଇଯାଇଛି। ଏହାପରେ ମୁଁ ବହୁ ସମୟ ପର୍ଯ୍ୟନ୍ତ କବାଟ ବାଡ଼ାଇଲି, କିନ୍ତୁ କେହି କବାଟ ଖୋଲୁନଥିଲେ, ଯେଉଁ କାରଣରୁ ମୁଁ ଟିକେ ଚିନ୍ତିତ ହେବାକୁ ଲାଗିଲି ଯେ ମୋ ଭଉଣୀ ସହିତ କିଛି ହୋଇଥାଇପାରେ, କାରଣ ଭିଣେଇ ମଧ୍ୟ ତାଙ୍କ ଅଫିସକୁ ସକାଳେ ବାହାରି ଯାଆନ୍ତି, ସିଧା ସନ୍ଧ୍ୟାରେ ଫେରି ଆସନ୍ତି ଏବଂ ଅନେକ ସମୟରେ ସେ ନିଜ କାମ ପାଇଁ ସହର ବାହାରେ ରହିଥାନ୍ତି। ତେଣୁ ଏହି ସମୟରେ ଭଉଣୀ ଘରେ ଏକୁଟିଆ ରହିଥାଏ। ପିଲାମାନେ ମଧ୍ୟ ବିଦ୍ୟାଳୟକୁ ଯାଇଥାନ୍ତି। ଏହା ସମ୍ଭବ କି ତାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ। ମୁଁ ବହୁ ଟେନସନ୍ ଅନୁଭବ କରିବାକୁ ଲାଗିଲି। ମୋ ପାଖରେ ଅନ୍ୟ କୌଣସି ଚାବି ନଥିଲା, ତେଣୁ ମୁଁ ତାଙ୍କ ଘର ଭିତରକୁ ଯିବାର ଉପାୟ ଖୋଜିବାକୁ ଲାଗିଲି। ଯେତେବେଳେ ମୁଁ ପଛ ଆଡ଼କୁ ଗଲି, ଦେଖିଲି ତାଙ୍କ ରୋଷେଇ ଘରର ଝରକା ଖୋଲା ଅଛି, ଯାହା ଦେଖି ମୁଁ ଟିକେ ଆରାମ ପାଇଲି। ମୁଁ ସଙ୍ଗେ ସଙ୍ଗେ ଝରକା ଭିତରକୁ ଡେଇଁଲି, କିନ୍ତୁ ମୁଁ ମୋ ଭଉଣୀକୁ ଭିତରର କୌଣସି ସ୍ଥାନରେ ଦେଖିପାରିଲି ନାହିଁ। ତାପରେ ଟିକେ ଆଗକୁ ବଢ଼ିବା ପରେ ମୁଁ ଦେଖିଲି କିଛି ଗୋଲାପ ଫୁଲ ଟେବୁଲ ଉପରେ ରଖାଯାଇଛି ଏବଂ ମୋ ଭଉଣୀର କୋଠରୀରୁ କିଛି ଅଦ୍ଭୁତ ଶବ୍ଦ ଆସୁଛି। ତେଣୁ ମୁଁ ମଧ୍ୟ ସେହି ଦିଗକୁ ଗଲି। ତାଙ୍କ କୋଠରୀର କବାଟ ଟିକେ ଖୋଲା ଥିଲା। ତାପରେ ମୁଁ ମୋ ସାମ୍ନାରେ ଏପରି ଏକ ଦୃଶ୍ୟ ଦେଖିଲି, ଯାହା ମୁଁ ଦେଖିବା ଉଚିତ ନୁହଁ। ମୋ ଦିଦି ଭିଣେଇଙ୍କ ଉପରେ ବସି ସେସବୁ କରୁଥିଲା। ଦୁହେଁ ବହୁତ ଉତ୍ସାହିତ ଥିଲେ ଏବଂ ବୋଧହୁଏ ଏହି ଉତ୍ସାହ ହେତୁ ସେମାନେ କବାଟ ବାଡ଼ାଇବାର କୌଣସି ଶବ୍ଦ ଶୁଣିନଥିଲେ। ମୁଁ ସଙ୍ଗେ ସଙ୍ଗେ ପଛକୁ ଫେରିଗଲି, କାରଣ ମୁଁ ତାଙ୍କର ଏପରି ମୁହୂର୍ତ୍ତଗୁଡ଼ିକ ଦେଖିବା ଉଚିତ ନୁହଁ। ମୁଁ ବହୁତ ଲଜ୍ଜା ଅନୁଭବ କରିବାକୁ ଲାଗିଲି ଯେ ମୁଁ ତାଙ୍କୁ ଏପରି ଅବସ୍ଥାରେ ଦେଖିଥିଲି। ମୁଁ ଅନୁଭବ କଲି ଯେ ବର୍ତ୍ତମାନ ମୋତେ ବାହାରକୁ ଯିବାକୁ ପଡ଼ିବ, କାରଣ ଯଦି ସେମାନେ ଜାଣିଯିବେ ଯେ ମୁଁ ଏହିପରି ଆସିଛି ଏବଂ ମୁଁ ସେମାନଙ୍କୁ ଅନ୍ତରଙ୍ଗ ଅବସ୍ଥାରେ ଦେଖିଛି, ତେବେ ସେମାନେ ମଧ୍ୟ ବହୁତ ଲଜ୍ଜିତ ଅନୁଭବ କରିବେ। ତେଣୁ ମୁଁ ତୁରନ୍ତ ଝରକା ଦେଇ ବାହାରକୁ ଗଲି। ମୁଁ ଭାବିଲି ମୁଁ ଏହା କରିବି। ମୁଁ ଏକ ରେଷ୍ଟୁରାଣ୍ଟକୁ ଯାଇ 2-3 ଘଣ୍ଟା ବିତେଇ ନେବି। ସେ ପର୍ଯ୍ୟନ୍ତ ସେମାନେ ସେମାନଙ୍କର ପ୍ରେମ ମୁହୂର୍ତ୍ତକୁ ମଧ୍ୟ ଭଲ ଭାବରେ ଉପଭୋଗ କରିନେବେ। ତେଣୁ ଏସବୁ ଭାବି ମୁଁ ସେଠାରେ ଏକ ପ୍ରସିଦ୍ଧ ହୋଟେଲରେ ପହଞ୍ଚିଲି। ମୁଁ ସେଠାରେ ଦେଇଥିବା ଅର୍ଡ଼ରକୁ ଅପେକ୍ଷା କରି ବସିଥିଲି। ସେତେବେଳେ ମୁଁ ଦେଖିଲି ମୋ ଭିଣେଇ କିଛି ଲୋକଙ୍କ ସହିତ ବାହାରକୁ ଆସୁଛନ୍ତି। ତାଙ୍କୁ ଦେଖି ମୋ ହୋସ୍ ଉଡ଼ିଗଲା, କାରଣ ଏହା ଯେ ଭିଣେଇ ତ ଘରେ ଥିଲେ, କିନ୍ତୁ ହଠାତ୍ ସେ କିପରି ଏଠାରେ ପହଞ୍ଚିଗଲେ, ଏହା ମୋ ପାଇଁ ଆଶ୍ଚର୍ଯ୍ୟଜନକ ଥିଲା। ତେଣୁ ମୁଁ ମୋର ପାଦକୁ ରୋକିପାରିଲି ନାହିଁ ଏବଂ ସଙ୍ଗେ ସଙ୍ଗେ ତାଙ୍କୁ ଅନୁସରଣ କଲି। ମୁଁ ତାଙ୍କୁ ଡାକିଲି,
ମୋର ସ୍ୱର ଶୁଣି ସେ ପଛକୁ ଫେରି ମୋତେ ସେଠାରେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ସେ କହିବା ଆରମ୍ଭ କଲେ ଯେ, ତୁମେ ତ ବାହାରକୁ ଯାଇଥିଲ, ତେବେ ତୁମେ ଏଠାରେ କ'ଣ କରୁଛ? ମୁଁ କହିଲି, ପ୍ରକୃତରେ ମୋର ସଭା ହଠାତ୍ ବାତିଲ ହୋଇଗଲା। କିନ୍ତୁ ତୁମେ ଏଠାରେ କ'ଣ କରୁଛ? ସେ କହିଲେ ଯେ, ମୁଁ ତ ସକାଳୁ ଏଠାକୁ ଆସିଛି। ବର୍ତ୍ତମାନ ମୋର ବୈଠକ ସମାପ୍ତ ହୋଇଛି, ତେଣୁ ମୁଁ ଅଫିସକୁ ଫେରୁଥିଲି। କିନ୍ତୁ ଯଦି ତୁମର ବୈଠକ ବାତିଲ ହୋଇଗଲା, ତେବେ ତୁମେ ଏଠାରେ କ'ଣ କରୁଛ? ତୁମେ ଘରକୁ ଯାଇଥାନ୍ତ। ମୁଁ ଘରର ନାମ ଶୁଣିବା ମାତ୍ରେ ଦିଦିର ସେହି ପ୍ରକାରର ସ୍ଥିତି ମୋ ମନକୁ ଆସିଲା। ଏହାର ଅର୍ଥ, ମୁଁ ଯେଉଁ ବ୍ୟକ୍ତିଙ୍କୁ ମୋ ଭଉଣୀ ତଳେ ଶୋଇଥିବାର ଦେଖିଲି, ସେ ଭିଣେଇ ନଥିଲେ, ସେ ଅନ୍ୟ କେହି ଥିଲେ। ଏହାର ଅର୍ଥ ହେଉଛି, ମୋ ଭଉଣୀ ଭିଣେଇଙ୍କୁ ପ୍ରତାରଣା କରୁଛି। ଏକ ସମୟରେ ହଠାତ୍ ଏତେଗୁଡ଼ିଏ ପ୍ରଶ୍ନ ମୋ ମନରେ ଚାଲିବାକୁ ଲାଗିଲା ଏବଂ ମୁଁ ମୋ ଭାବନାରେ ହଜିଗଲି। ତାପରେ ଭିଣେଇ ମୋତେ ହଲାଇ କହିଲେ, ମୀନାକ୍ଷୀ, ତୁମେ କେଉଁ ଭାବନାରେ ପଡ଼ିଗଲ? ମୁଁ ତୁମକୁ କହିଲି ଯେ, ତୁମେ କାହିଁକି ଘରକୁ ଫେରିଲ ନାହିଁ? ତୁମେ ଏଠାରେ କ'ଣ କରୁଛ? ବର୍ତ୍ତମାନ ମୁଁ କିଛି ବି ବୁଝିପାରିଲି ନାହିଁ। ତାଙ୍କୁ କ'ଣ ଉତ୍ତର ଦେବି ଯେ ମୁଁ ଏଠାରେ କ'ଣ କରୁଥିଲି? ମୁଁ ତାଙ୍କୁ କିପରି କହିବି ଯେ ମୁଁ ଘରକୁ ଯାଇଥିଲି, କିନ୍ତୁ ସେଠାରେ ଯାହା ଦେଖିଲି ତାହା ଦେଖିବା ପରେ ମୁଁ ଏହି ହୋଟେଲକୁ ଫେରିଆସିଲି। ମୁଁ ତାଙ୍କୁ ଏକ ବାହାନା କରି କହିଲି ଯେ, ପ୍ରକୃତରେ ମୋର ଜଣେ ବନ୍ଧୁ ହଠାତ୍ ମୋତେ ଏଠାରେ ଭେଟିବାକୁ ଡାକିଲେ, ତେଣୁ ମୁଁ ତାଙ୍କୁ ଅପେକ୍ଷା କରିଥିଲି। ମୋ କଥା ଶୁଣିବା ପରେ ଭିଣେଇ ଆରାମ ପାଇଲେ ଏବଂ କହିଲେ, ଠିକ୍ ଅଛି, ଏତେ ଚିନ୍ତିତ ହେବାର କ'ଣ ଅଛି? ତୁମେ ଯାଇ ତୁମର ବନ୍ଧୁଙ୍କୁ ଭେଟିନିଅ। ମୁଁ ଅଫିସକୁ ଯିବାକୁ ବିଳମ୍ବ ହେଉଛି। ତାପରେ ଭିଣେଇ ତାଙ୍କ ଅଫିସକୁ ଚାଲିଗଲେ। କିନ୍ତୁ ଯନ୍ତ୍ରଣା ହେତୁ ମୋ ମୁଣ୍ଡ ଫାଟି ପଡ଼ୁଥିଲା। ଏସବୁ କ'ଣ ଘଟୁଛି ମୁଁ ବୁଝିପାରିଲି ନାହିଁ। ମୁଁ ସଙ୍ଗେ ସଙ୍ଗେ ସେଠାରୁ ଘରକୁ ଚାଲିଗଲି। ଏଥର ଯେତେବେଳେ ମୁଁ କବାଟ ବାଡ଼ାଇଲି, ପ୍ରଥମ ଥରରେ ଦିଦି କବାଟ ଖୋଲିଦେଲା। ଦିଦି ମୋତେ ସାମ୍ନାରେ ଦେଖି ଆଶ୍ଚର୍ଯ୍ୟ ହୋଇଗଲା ଯେ ମୁଁ ଏକ ସଭା ପାଇଁ ଯାଇଥିଲି। ତାପରେ ମୁଁ ଏଠାକୁ କିପରି ଆସିଲି? ତେଣୁ ମୁଁ ତାଙ୍କୁ କହିଲି ଯେ ପ୍ରକୃତରେ ବୈଠକ ବାତିଲ ହୋଇଯାଇଛି, ତେଣୁ ମୋତେ ଫେରିବାକୁ ପଡ଼ିଲା। ଏହାପରେ ସେ ମୋ ସହିତ ସାଧାରଣ ଢଙ୍ଗରେ କଥା ହେଉଥିଲା, ଯେପରି ସେ ସର୍ବଦା କହି ଆସୁଥିଲା। ମୁଁ ତଥାପି ବିଶ୍ୱାସ କରିପାରିଲି ନାହିଁ ଯେ ସେହି ସମୟରେ ମୁଁ ମୋ ଭଉଣୀକୁ ଅନ୍ୟ କାହା ସହିତ ଦେଖିଥିଲି ଏବଂ ଏହା ଭିଣେଇଙ୍କ ସହିତ ନୁହଁ। ନିଜକୁ ସାନ୍ତ୍ୱନା ଦେବା ପାଇଁ ମୁଁ ପୁଣି ଥରେ ମୋ ଭଉଣୀକୁ ପଚାରିଲି, ଭିଣେଇ ଅପରାହ୍ନରେ ଫେରି ଆସିଛନ୍ତି କି? ତେଣୁ ସେ କହିଲା, ନା, ତୁ ତ ଜାଣୁ ଯେ ତୋର ଭିଣେଇ ଅଧିକାଂଶ ସମୟରେ କାମ ପାଇଁ ସହର ବାହାରେ ରୁହନ୍ତି ଏବଂ ଏପରିକି ସେ ଏଠାରେ ରହିଲେ ମଧ୍ୟ ସକାଳେ ଅଫିସ ଯାଇ ରାତିରେ ଫେରିଆସନ୍ତି। ଦିନରେ ଘରକୁ ସେ କେବେ ଆସନ୍ତି ନାହିଁ। କିନ୍ତୁ ତୁ ଏସବୁ କାହିଁକି ପଚାରୁଛୁ? ତେଣୁ ମୁଁ ତାକୁ କହିଲି, କିଛି ନାହିଁ, କେବଳ ଏମିତି ପଚାରିଲି। ଏହାପରେ ମୁଁ ଭୋଜନ କରିବା ପରେ ମୋ ରୁମ୍ରେ ଚୁପଚାପ ବସିଥିଲି। କିନ୍ତୁ ସେହି ଦୃଶ୍ୟ ଯାହା ମୁଁ କିଛି ଘଣ୍ଟା ପୂର୍ବରୁ ଦେଖିଥିଲି, ତଥାପି ମୋ ମନରେ ଖେଳୁଥିଲା। ଭଉଣୀର ପିଲାମାନେ ମୋ ସହିତ ଖେଳୁଥିଲେ, କିନ୍ତୁ ଆଜି ମୁଁ ସେମାନଙ୍କ ସହିତ ଆଦୌ ଖେଳିବା ପାଇଁ ଇଚ୍ଛା କରୁନଥିଲି। ମୋତେ ବାରମ୍ବାର କାନ୍ଦ ଲାଗୁଥିଲା। ମୁଁ ଭାବିଲି ଯେ ଦିଦି ପାଖକୁ ଯାଇ ତାକୁ ପଚାରିବି, ସେ ଏସବୁ କ'ଣ କରୁଛି? ସେ ନିଜ ହାତରେ ଗଢ଼ିଥିବା ଘରକୁ କାହିଁକି ନଷ୍ଟ କରିବାକୁ ଚେଷ୍ଟା କରୁଛି? ଭିଣେଇ ତ ଏତେ ଭଲ, ସେ ତାକୁ ଏତେ ସମ୍ମାନ କରନ୍ତି, ସେ ତାଙ୍କର କିଛି ଅଭାବ ଛାଡ଼ନ୍ତି ନାହିଁ, ତେବେ ସେ କାହିଁକି ତାଙ୍କୁ ଏପରି ବିଶ୍ୱାସଘାତକତା କରୁଛି? କିନ୍ତୁ ମୁଁ ତାଙ୍କୁ କିଛି ପଚାରି ପାରିଲି ନାହିଁ, କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ମୁଁ ସମ୍ପୂର୍ଣ୍ଣ ନିଶ୍ଚିତ ଭାବରେ କହିପାରିବି ନାହିଁ ଯାହା ମୁଁ ଭାବୁଥିଲି କିମ୍ବା ଯାହା ଦେଖିଥିଲି ସେଥିରେ କେତେ ସତ୍ୟ ଅଛି। ମୁଁ ଭାବିଲି ଯେ ବର୍ତ୍ତମାନ ବୋଧହୁଏ ମୋତେ ଏହି ବିଷୟର ତଳଭାଗକୁ ଯିବାକୁ ପଡ଼ିବ ଏବଂ ଦିଦି ଉପରେ ନଜର ରଖିବାକୁ ପଡ଼ିବ। ସେହି ଦିନଠାରୁ ଯେତେବେଳେ ମୁଁ ମୋ ଭଉଣୀ ପ୍ରତି ଧ୍ୟାନ ଦେବା ଆରମ୍ଭ କଲି, ମୁଁ ଦେଖିଲି
ରାତିରେ ମୋ ଭିଣେଇ ଶୋଇବା ପରେ କେହି ଜଣେ ତାଙ୍କ ଫୋନ୍କୁ କଲ୍ କରନ୍ତି ଏବଂ ସେ ଚୁପଚାପ ଛାତ ଉପରକୁ ଯାଇ ତାଙ୍କ ସହ କଥା ହୁଏ। ଏହା ପ୍ରମାଣିତ କଲା ଯେ ସେ କାହା ସହିତ କଥାବାର୍ତ୍ତା କରୁଛି। ତା ଜୀବନରେ ଆଉ ଜଣେ ପୁରୁଷ ଅଛନ୍ତି। କିନ୍ତୁ ମୁଁ ବୁଝିପାରିଲି ନାହିଁ ଯେ ସେ ଏସବୁ କାହିଁକି କରୁଛନ୍ତି। କିଛି ଦିନ ବିତିଗଲା। ଯେତେବେଳେ ମୋର ବସ୍ ମୋତେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗ ଦେବାକୁ ଏକ ବଡ଼ ହୋଟେଲକୁ ପଠାଇଲେ। ମୋର ବୈଠକ ସମାପ୍ତ ହେବା ପରେ ମୁଁ ବିଦାୟ ନେବାକୁ ଯାଉଥିଲି। ସେତେବେଳେ ମୋ ଦିଦିଙ୍କୁ ରିସେପ୍ସନରେ ଠିଆ ହେବାର ଦେଖିଲି। ଏହାପରେ ସେ ସେଠାରେ କଥାବାର୍ତ୍ତା କରିବା ପରେ ଉପର ମହଲାର କୋଠରୀ ଆଡ଼କୁ ଗଲା। ମୁଁ ମଧ୍ୟ ତାକୁ ଗୁପ୍ତରେ ଅନୁସରଣ କଲି ଏବଂ ଦେଖିଲି ସେ ଏକ ରୁମ୍ ଭିତରକୁ ଗଲା। ଏହାପରେ ମୁଁ ତଳକୁ ରିସେପ୍ସନ୍ ଏରିଆରେ ଅପେକ୍ଷା କରିବାକୁ ଲାଗିଲି। ପ୍ରାୟ 2 ଘଣ୍ଟା ପରେ ସେ ସେହି କୋଠରୀରୁ ବାହାରିଲା ଏବଂ ମାତ୍ର 5 ମିନିଟ୍ ପରେ ସେହି କୋଠରୀରୁ ଜଣେ ବ୍ୟକ୍ତି ବାହାରକୁ ଆସିଲେ। କିନ୍ତୁ ସେ ଲୋକ କିଏ? ମୁଁ ଏହା ଜାଣିନଥିଲି। ମୁଁ ଆଜି ମୋ ଜୀବନରେ ପ୍ରଥମ ଥର ପାଇଁ ସେହି ବ୍ୟକ୍ତିଙ୍କୁ ଦେଖିଥିଲି। ମୁଁ ମୋ ମୁହଁକୁ ଭଲ ଭାବରେ ଆଚ୍ଛାଦନ କଲି। ତାପରେ ମୁଁ ଦେଖିଲି ସେ ଲୋକଟି ସେଠାରୁ ଚାଲିଗଲା। କିନ୍ତୁ ଦିଦି ଏପର୍ଯ୍ୟନ୍ତ ହୋଟେଲ ବାହାରେ ଛିଡ଼ା ହୋଇଥିଲା। ମୋତେ ଲାଗିଲା ଯେ ସେ କାହାକୁ ଅପେକ୍ଷା କରିଛି। ତାପରେ ଏକ ଟ୍ୟାକ୍ସି ତା ସାମ୍ନାରେ ଅଟକିଗଲା ଏବଂ ସେ ସେହି ଟ୍ୟାକ୍ସିରେ ବସି କୌଣସି ସ୍ଥାନକୁ ଯିବାକୁ ଲାଗିଲା। ମୁଁ ସଙ୍ଗେ ସଙ୍ଗେ ଅନ୍ୟ ଏକ ଟ୍ୟାକ୍ସିକୁ ଡାକି ଦିଦିର ଟ୍ୟାକ୍ସିକୁ ଅନୁସରଣ କରିବାକୁ କହିଲି। ମୁଁ ଭାବିଲି ବୋଧହୁଏ ଦିଦି ଘରକୁ ଯାଉଥିବ। କିନ୍ତୁ ଘରକୁ ଫେରିବା ବାଟ ତ ପଛରେ ରହିଯାଇଥିଲା। ତେବେ ଦିଦି କୁଆଡ଼େ ଯାଉଥିଲା? ଆମର ଟ୍ୟାକ୍ସି ଆଗକୁ ଯାଉଥିବା ବେଳେ ଦିଦିର ଟ୍ୟାକ୍ସି ଅନ୍ୟ ଏକ ହୋଟେଲ ନିକଟରେ ଅଟକି ରହିଲା। ଏହାପରେ ସେ ଟ୍ୟାକ୍ସିରୁ ଓହ୍ଲାଇ ହୋଟେଲ ଭିତରକୁ ଗଲା। ମୁଁ ମଧ୍ୟ ସଙ୍ଗେ ସଙ୍ଗେ ଲୁଚି ରହି ତା ପଛେ ପଛେ ଗଲି। ତାପରେ ସେ ଲିଫ୍ଟ ଦେଇ ସେହି ହୋଟେଲର ଏକ କୋଠରୀ ଭିତରକୁ ଗଲା ଏବଂ ସେହି ରୁମ୍ରୁ ସେ ପ୍ରାୟ 2ରୁ 3 ଘଣ୍ଟା ପରେ ବାହାରକୁ ଆସିଲା ଏବଂ ତାଙ୍କ ସହିତ ଆଉ ଜଣେ ପୁରୁଷ ବାହାରକୁ ଆସିଲେ। ଏଥର ମୁଁ ଏହି ବ୍ୟକ୍ତିଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲି, କାରଣ ଏହି ବ୍ୟକ୍ତି ରବି ବ୍ୟତୀତ ଆଉ କେହି ନଥିଲେ। ରବି ମୋର ବଡ଼ ଭାଇର ସାଙ୍ଗ ଥିଲା ଏବଂ ସେ ଏତେ ଦୂରରେ ଆସି କ'ଣ କରୁଥିଲା ଏବଂ ଦିଦି ଏହି ହୋଟେଲ ରୁମ୍ରେ କାହିଁକି ତାଙ୍କୁ ଚୁପଚାପ ସାକ୍ଷାତ କରିବାକୁ ଆସିଥିଲା। ମୁଁ ପୂରା ଘଟଣା କ'ଣ ବୁଝିପାରିଲି ନାହିଁ। ଦୁହେଁ ଏକାଠି ହୋଟେଲରୁ ବାହାରିଥିଲେ, କିନ୍ତୁ ଅଲଗା ଅଲଗା ଟ୍ୟାକ୍ସିରେ ବସି କୌଣସି ସ୍ଥାନକୁ ଚାଲିଗଲେ। ମୋର ମସ୍ତିଷ୍କ କାମ କରିବା ବନ୍ଦ କରିଦେଲା। କ'ଣ ଦିଦି ଅନେକ ପୁରୁଷଙ୍କ ସହିତ? ମୁଁ ନିଜକୁ କହିଲି, ମୁଁ ମୋର ନିଜ ଭଉଣୀ ବିଷୟରେ କିପରି ଏପରି ଭାବିପାରିବି? ପିଲାଦିନରୁ ଆଜି ପର୍ଯ୍ୟନ୍ତ ମୁଁ ମୋ ଭଉଣୀକୁ ଏପରି କିଛି କରୁଥିବାର ଦେଖିନାହିଁ, ଯାହା ମୋତେ ତା ଚରିତ୍ର ଉପରେ ସନ୍ଦେହ ସୃଷ୍ଟି କରିବ। କିନ୍ତୁ ତାପରେ ଆଜି ମୁଁ ଯାହା ଆଖିରେ ଦେଖିଛି ସେସବୁ କ'ଣ ଥିଲା? ସେ ଏହି ଲୋକମାନଙ୍କ ସହିତ ହୋଟେଲ ରୁମ୍କୁ ଯାଇ କ'ଣ କରୁଥିଲା? ଯେତେବେଳେ ମୁଁ ସନ୍ଧ୍ୟାରେ ଫେରିଆସିଲି, ଦେଖିଲି ଦିଦି ବହୁତ ବିବ୍ରତ ଥିଲା। ଯେତେବେଳେ ମୁଁ ତାକୁ ପଚାରିଲି ସେ କାହିଁକି ଏତେ ଚିନ୍ତିତ, ସେ କହିଲା, ମୁଁ ଘରେ ରହି ରହି ବିରକ୍ତ ହେଉଛି। ତୁମେ ସମସ୍ତେ ନିଜ କାମ ପାଇଁ ଚାଲିଯାଉଛ ଏବଂ ପିଲାମାନେ ମଧ୍ୟ ବିଦ୍ୟାଳୟକୁ ଯାଆନ୍ତି। ଏହାପରେ ମୁଁ ଘରେ ଏକୁଟିଆ ରହିଥାଏ। ତୁମମାନଙ୍କ ମଧ୍ୟରୁ ମୋ ସହ ବାହାରକୁ ଯିବାକୁ କାହାର ଯଥେଷ୍ଟ ସମୟ ନାହିଁ। ଗୋଟେ କାମ କର, ତୁ ଏବଂ ତୋର ଭିଣେଇ ତୁମ ଅଫିସରୁ ଦିନେ ଛୁଟି ନିଅ। ତାପରେ ଆମେ ସମସ୍ତେ ଏକାଠି କୌଣସି ସ୍ଥାନକୁ ବୁଲିବା ପାଇଁ ବାହାରକୁ ଯିବା। ଏହା ଏକ ଦୀର୍ଘ ସମୟ ହୋଇସାରିଛି। ମୁଁ କୌଣସି ସ୍ଥାନକୁ ଯାଇନାହିଁ ଏବଂ ପିଲାମାନେ ମଧ୍ୟ କୌଣସି ସ୍ଥାନକୁ ବୁଲିବାକୁ ଯାଇନାହାନ୍ତି। ସେତେବେଳେ ମୁଁ ତାକୁ ମୁଣ୍ଡ ହଲାଇ ହଁ କହିଲି। କିନ୍ତୁ ମୋ ଭଉଣୀର ଡାହା ମିଛ ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇଗଲି, କାରଣ ଆଜି ନିଜେ ମୁଁ ମୋ ଦିଦିକୁ ଅନେକ ଘଣ୍ଟା ଧରି ଘରୁ ବାହାରେ ବୁଲୁଥିବାର ଦେଖିଥିଲି। କିନ୍ତୁ ତଥାପି ସେ ଏପରି ଛଳନା କରୁଥିଲା
ଯେପରି ସେ ଅନେକ ମାସ ଧରି ଘରୁ ବାହାରକୁ ଯାଇନଥିଲା। କିଛି ଦିନ ବିତିଗଲା ଏବଂ ସମାନ ଘଟଣା ପୁଣି ଘଟିଲା ଯେ ମୁଁ ଅଫିସରୁ ଶୀଘ୍ର ଘରକୁ ଆସିଥିଲି। ମୋ ଭଉଣୀ କବାଟ ଖୋଲୁନଥିଲା। ମୁଁ ବୁଝିଗଲି ଯେ ସେହିଦିନ ଯିଏ ଘରକୁ ଆସିଥିଲେ ସେହି ବ୍ୟକ୍ତି ହୁଏତ ଆଜି ମଧ୍ୟ ଆସିଥିବେ। ଏହା ଭାବି ମୋତେ ବହୁତ ରାଗ ଲାଗିଲା। ମୁଁ ଭାବିଲି ଆଜି ମୁଁ ଏହି ଲୋକଙ୍କୁ ଛାଡ଼ିବି ନାହିଁ। ଭିଣେଇଙ୍କ ସହ ଦିଦି ବହୁତ ଭୁଲ କରୁଛି। ସେ ନିଜ ପିଲାମାନଙ୍କ ବିଷୟରେ ଥରେ ବି ଭାବିନଥିଲା। ସେ ନିଜର ଲୋଭରେ ଏତେ ଅନ୍ଧ ହୋଇଗଲା ଯେ ସେ ନିଜର ସୀମା ଭୁଲିଗଲା। ମୁଁ ସଙ୍ଗେ ସଙ୍ଗେ ରୋଷେଇ ଘର ଝରକା ଦେଇ ଘର ଭିତରକୁ ଗଲି ଏବଂ ଦେଖିଲି ଭିତରର ସମସ୍ତ ଜିନିଷ ବିଛାଡ଼ି ହୋଇ ପଡ଼ିଛି। ଠିକ୍ ସେତିକିବେଳେ ତାଙ୍କ କୋଠରୀରୁ ଦିଦିର ଚିତ୍କାର କରିବାର ଶବ୍ଦ ଆସିଲା। ମୁଁ ସଙ୍ଗେ ସଙ୍ଗେ ତାଙ୍କ କୋଠରୀକୁ ଦୌଡ଼ିଲି ଏବଂ ହୋଟେଲରେ ମୁଁ ଯେଉଁ ପ୍ରଥମ ବ୍ୟକ୍ତିଙ୍କୁ ଦେଖିଥିଲି ସେହି ବ୍ୟକ୍ତି ଦିଦି ସହ ଜବରଦସ୍ତି କରିବାକୁ ଚେଷ୍ଟା କରୁଥିଲା। ମୁଁ ସଙ୍ଗେ ସଙ୍ଗେ ତାଙ୍କୁ ଆସୁଥିବାର ଦେଖିଲି ଏବଂ ବାଡ଼ି ସାହାଯ୍ୟରେ ତାଙ୍କୁ ପଛପଟରୁ ଆଘାତ କଲି। ସେ ତୁରନ୍ତ ସେଠାରେ ଚେତାଶୂନ୍ୟ ହୋଇଗଲେ। ସାମ୍ନାରେ ମୋତେ ଦେଖି ମୋ ଭଉଣୀ କାନ୍ଦିବାକୁ ଲାଗିଲା ଏବଂ ମୋତେ ଆଲିଙ୍ଗନ କରି କହିଲା, ମୀନାକ୍ଷୀ, ତୁ ଠିକ୍ ସମୟରେ ଆସି ମୋତେ ଉଦ୍ଧାର କଲୁ। ମୁଁ ମୋ ଭଉଣୀକୁ କହିଲି ସେ କିଏ ଏବଂ ସେ ଘରେ କ'ଣ କରୁଛନ୍ତି। ଦିଦି ମୋତେ କହିବା ଆରମ୍ଭ କଲା ଯେ ଏ ଜଣେ ଚୋର ଏବଂ ଚୋରି କରିବାକୁ ଏଠାକୁ ଆସିଛି। ମୁଁ ମୋ ଦିଦିକୁ କହିଲି ଯେ ବର୍ତ୍ତମାନ ମୁଁ ତୋର ଆଉ ଗୋଟିଏ ମିଛକୁ ବରଦାସ୍ତ କରିବି ନାହିଁ। ତୋର ମିଥ୍ୟା ଶୁଣିବାରେ ମୋ କାନ କ୍ଳାନ୍ତ ହୋଇଗଲାଣି। ମୋ କଥା ଶୁଣି ଦିଦି ଆଶ୍ଚର୍ଯ୍ୟ ହୋଇଗଲା। ସେ ତଟକା ଆଖିରେ ମୋତେ ଦେଖିବା ଆରମ୍ଭ କଲା। ମୁଁ ତାକୁ କହିଲି, ତୁ ଭାବୁଛୁ କି ତୋର କାର୍ଯ୍ୟକଳାପ ବିଷୟରେ ମୋର କୌଣସି ଜ୍ଞାନ ନାହିଁ? ମୁଁ ତତେ ଏବଂ ଏହି ବ୍ୟକ୍ତିଙ୍କୁ ଏହି କୋଠରୀରେ ଉଲଗ୍ନ ଅବସ୍ଥାରେ ପୂର୍ବରୁ ଦେଖିସାରିଛି। ଖାଲି ସେତିକି ନୁହେଁ, ମୁଁ ତତେ ମଧ୍ୟ ଏହି ବ୍ୟକ୍ତିଙ୍କ ସହିତ ହୋଟେଲ ରୁମ୍ ଛାଡ଼ୁଥିବାର ଦେଖିଥିଲି। ମୋ ଠାରୁ ଏହା ଶୁଣି ମୋ ଭଉଣୀର ଆଖି ଲୁହରେ ବଡ଼ ହୋଇଗଲା। ସେ ସଙ୍ଗେ ସଙ୍ଗେ ମୋ ପାଦ ତଳେ ପଡ଼ି କାନ୍ଦିବାକୁ ଲାଗିଲା ଏବଂ ମୋତେ ଅନୁରୋଧ କଲା, ଏସବୁ ବିଷୟରେ ତୋ ଭିଣେଇଙ୍କୁ କିଛି କହିବୁ ନାହିଁ। ମୁଁ ତୋ ଆଗରେ ହାତ ଯୋଡ଼ୁଛି। ମୋ ଘରକୁ ବିନାଶରୁ ରକ୍ଷା କର। ମୁଁ ତାକୁ କହିଲି, ତୋ କୁମ୍ଭୀର କାନ୍ଦଣା ଅନ୍ୟ କୌଣସି ସ୍ଥାନରେ ଢାଳିବୁ। ତୁ ଏସବୁ କରିବା ସମୟରେ ଥରେ ଲଜ୍ଜିତ ମଧ୍ୟ ଅନୁଭବ କଲୁ ନାହିଁ। ଯଦିଓ ସେ କେବଳ ଏହି ବ୍ୟକ୍ତିଙ୍କ ସହ ନୁହଁ, ବରଂ ସେହି ରବିଙ୍କ ସହିତ ମଧ୍ୟ କରୁଥିଲା। ତୁ ଜଣା ନାହିଁ କେତେ ସଂଖ୍ୟକ ପୁରୁଷଙ୍କ ସହିତ ମଜା କରୁଛୁ। ଆରେ ତୋ ପରି ଜଣେ ମହିଳା ବୁଡ଼ି ମରିବା ଉଚିତ। ଦିଦି କହିବା ଆରମ୍ଭ କଲା ଯେ ତୁ ସତ କହୁଛୁ ମୀନାକ୍ଷୀ। ମୋ ପରି ଜଣେ ମହିଳାର ବଞ୍ଚିବାର କୌଣସି ଅଧିକାର ନାହିଁ। ମୁଁ ତାକୁ କହିଲି ଯେ ତୁ ଯାହା କରିଛୁ ସେଥିପାଇଁ ଯଦି ତୁ ଏତେ ଲଜ୍ଜିତ ତେବେ ତୁ ଏସବୁ କାହିଁକି କରୁଛୁ? ସେ କହିଲା, ମୁଁ ମୋର ଖୁସିରୁ ଏସବୁ କରୁନାହିଁ, କିନ୍ତୁ ମୁଁ ଅସହାୟ ହୋଇପଡ଼ିଛି କାରଣ ଏହି ବ୍ୟକ୍ତି ମୋତେ ବ୍ଲାକମେଲ୍ କରୁଥିଲେ। ବ୍ଲାକମେଲିଂ ବିଷୟରେ ଶୁଣି ମୁଁ ବିସ୍ମିତ ହୋଇଗଲି। କିନ୍ତୁ କାହିଁକି? ସର୍ବଶେଷରେ କେଉଁ କାରଣରୁ ସେ ତୁମକୁ ବ୍ଲାକମେଲ୍ କରୁଛନ୍ତି? ଦିଦି କହିଲା ଯେ ଆଜି ମୁଁ ତତେ ସବୁ କିଛି କହିବି, କିନ୍ତୁ ପ୍ରତିଜ୍ଞା କର ଯେ ତୁ ମୋତେ ସାହାଯ୍ୟ କରିବୁ କାରଣ ମୁଁ ଏହି ଜାଲରେ ଏତେ ଖରାପ ଫାଶରେ ପଡ଼ିଛି ଯେ ମୁଁ ବର୍ତ୍ତମାନ ଏଥିରୁ ବାହାରି ପାରିବି ନାହିଁ। ଏହା ମୋ ପାଇଁ ଏକାକୀ ସମ୍ଭବ ନୁହଁ। ମୁଁ ତାକୁ କହିଲି, ଯଦି ତୁ ମୋତେ ସବୁ କିଛି ସତ କହିବୁ ତେବେ ମୁଁ ତତେ ସାହାଯ୍ୟ କରିବି। ଏହାପରେ ମୁଁ ଏବଂ ମୋ ଦିଦି ସେହି ବ୍ୟକ୍ତିଙ୍କୁ ଏକ ଚେୟାରରେ ବାନ୍ଧି ତାଙ୍କ ପାଟିରେ ଏକ କପଡ଼ା ଗୁଡ଼ାଇ ଦେଲୁ। ମୁଁ ଦିଦିକୁ ପାଣି ଦେଲି ଏବଂ ତାକୁ ଟିକେ ଶାନ୍ତ କଲି। ଏହାପରେ ସେ ମୋତେ ତା ଅତୀତର ସେହି ପୃଷ୍ଠାଗୁଡ଼ିକୁ ପ୍ରକାଶ କରିବାକୁ ଲାଗିଲା, ଯାହା ବିଷୟରେ ଆଜି ପର୍ଯ୍ୟନ୍ତ କେହି ଜାଣିନଥିଲେ। ଦିଦି କହିଲା ଯେ ପୂର୍ବରୁ ଭିଣେଇ ତାଙ୍କୁ ବହୁତ ଭଲ ପାଉଥିଲେ। ବେଳେବେଳେ ସେ ରୋମାଣ୍ଟିକ୍ ଡେଟ୍ ଆୟୋଜନ କରୁଥିଲେ ଏବଂ ବେଳେବେଳେ ସେ ତାଙ୍କୁ ସମାରୋହ ପାଇଁ ବାହାରକୁ ନେଇଥାନ୍ତି। କିନ୍ତୁ ଆସନ୍ତା ସନ୍ତାନ ଜନ୍ମ ପରେ ଭିଣେଇ ତା ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦେବା ବନ୍ଦ କରିଦେଲେ।
ସେ ଅନେକ ଥର ଅଭିଯୋଗ କରିଛନ୍ତି ଯେ ସେ ତାଙ୍କୁ ସମୟ ଦିଅନ୍ତି ନାହିଁ, କିନ୍ତୁ ପ୍ରତ୍ୟେକ ଥର ସେ ତାଙ୍କୁ କୁହନ୍ତି ଯେ ସେ କେବଳ ତାଙ୍କ ପାଇଁ ଏହି ଟଙ୍କା ରୋଜଗାର କରୁଛନ୍ତି ଏବଂ ଯେତେବେଳେ ଅର୍ଥର କୌଣସି ଅଭାବ ନାହିଁ ତେବେ ସେ କାହିଁକି ତାଙ୍କ ନିକଟରେ ଅଭିଯୋଗ କରୁଛନ୍ତି। ଦିଦି ତାଙ୍କୁ ଅନେକ ଥର ବୁଝାଇବାକୁ ଚେଷ୍ଟା କରିଥିଲେ ଯେ କେବଳ ଟଙ୍କା ସବୁକିଛି ନୁହେଁ। ପ୍ରତ୍ୟେକ ଇଚ୍ଛା ଟଙ୍କା ଦ୍ୱାରା ପୂରଣ ହୋଇପାରିବ ନାହିଁ। ତାକୁ ଭିଣେଇଙ୍କ ସମୟ ଦରକାର। କିନ୍ତୁ ଭିଣେଇ ଏହା ବୁଝିବାକୁ ପ୍ରସ୍ତୁତ ନଥିଲେ। ଏହି ସମୟ ମଧ୍ୟରେ ମା'ର ସ୍ୱାସ୍ଥ୍ୟ ଖରାପ ହୋଇଗଲା। ତେଣୁ ସେ କିଛି ଦିନ ପାଇଁ ଦିଦିକୁ ଘରକୁ ଡାକିଲେ। କାରଣ ସେହି ସମୟରେ ମୁଁ ମଧ୍ୟ ଇଞ୍ଜିନିୟରିଂ କଲେଜରେ ପଢ଼ୁଥିଲି ଏବଂ ଭାଉଜଙ୍କ ପିତାଙ୍କର ମୃତ୍ୟୁ ହେତୁ ଭାଇ ଏବଂ ଭାଉଜ ମଧ୍ୟ ତାଙ୍କ ପିତାମାତାଙ୍କ ଘରକୁ ଯାଇଥିଲେ। ଏହି କାରଣରୁ ମା ସମ୍ପୂର୍ଣ୍ଣ ଏକାକୀ ଥିଲେ। ଏହାପରେ ଯେତେବେଳେ ଦିଦି ସେଠାରେ ପହଞ୍ଚିଲା, ଭାଇର ବନ୍ଧୁ ରବି ପିଲାମାନଙ୍କର ଯତ୍ନ ନେବା ପାଇଁ ଅନେକ ସମୟରେ ଘରକୁ ଆସୁଥିଲେ। ଜଣା ନାହିଁ କିପରି, କିନ୍ତୁ ସେ ଦିଦିର ମୁହଁରେ ଥିବା ଦୁଃଖକୁ ଅନୁଭବ କରିଥିଲେ। ସେ ଧୀରେ ଧୀରେ ଦିଦି ସହିତ ବନ୍ଧୁତା କରିବା ଆରମ୍ଭ କଲେ। ଦିଦି ମଧ୍ୟ ତାଙ୍କ କମ୍ପାନୀକୁ ପସନ୍ଦ କରିବା ଆରମ୍ଭ କଲେ। ସେ ପିଲାମାନଙ୍କର ମଧ୍ୟ ବହୁ ଯତ୍ନ ନେଉଥିଲେ ଏବଂ ପିଲାମାନେ ମଧ୍ୟ ତାଙ୍କ ଉପରେ ବହୁତ ଖୁସି ଥିଲେ। ଏକ ପ୍ରକାରର ଯେଉଁ ସୁଖ ଏବଂ ଗୁଣାତ୍ମକ ସମୟ ଦିଦି ତାଙ୍କ ସ୍ୱାମୀଙ୍କଠାରୁ ଚାହୁଁଥିଲେ ଯେ ତାଙ୍କ ସ୍ୱାମୀ ତାଙ୍କ ପିଲାମାନଙ୍କୁ ଦିଅନ୍ତୁ, ରବି ତାଙ୍କୁ ଏବଂ ତାଙ୍କ ପିଲାମାନଙ୍କୁ ସେହି ସମୟ ଦେଉଥିଲେ। ଏହି ସମୟରେ ଯେତେବେଳେ ତାକୁ ସେଠାରୁ ଫେରିବାକୁ ପଡ଼ିଲା, ରବି ତାଙ୍କୁ ଏକ ପ୍ରସ୍ତାବ ଦେଇଥିଲା। ଏହା ଶୁଣି ସେ ଆଶ୍ଚର୍ଯ୍ୟ ହୋଇଗଲା ଏବଂ ତାଙ୍କ ପ୍ରସ୍ତାବକୁ ସମ୍ପୂର୍ଣ୍ଣ ରୂପେ ମନା କରିଦେଲା। ରବି ତାକୁ ବିଶ୍ୱାସ କରାଇବାକୁ ଚେଷ୍ଟା କଲା ଯେ ଅନ୍ତତଃପକ୍ଷେ ଆମ ମଧ୍ୟରେ ଭଲ ବନ୍ଧୁତା ରହିପାରିବ। କିନ୍ତୁ ଦିଦି କହିଲା ଯେ ବର୍ତ୍ତମାନ ମୁଁ ତୁମ ସହ ବନ୍ଧୁ ହେବାକୁ ଚାହେଁ ନାହିଁ ଏବଂ ତାପରେ ସେ ଏଠାକୁ ଫେରିଆସିଲା। କିନ୍ତୁ ଏଠାକୁ ଆସିବା ପରେ ଭିଣେଇଙ୍କର ମଧ୍ୟ ସମାନ ମନୋଭାବ ରହିଲା। ଦିଦି ଅନେକ ପଦ୍ଧତି ଗ୍ରହଣ କଲା ଯାହାଦ୍ୱାରା ଭିଣେଇ ତା ପ୍ରତି ଧ୍ୟାନ ଦେବା ଆରମ୍ଭ କରିବେ, କିନ୍ତୁ ତାଙ୍କର କୌଣସି ଜିନିଷ ପ୍ରତି ଆଗ୍ରହ ନଥିଲା ଏବଂ ଏପଟେ ଦିଦି ନିଜକୁ ଏକାକୀ ଅନୁଭବ କରୁଥିଲା। ସେ ସେହି ବିରକ୍ତକର ଦୈନନ୍ଦିନ ଜୀବନ ସହିତ ସମ୍ପୂର୍ଣ୍ଣ ହତାଶ ହୋଇଯାଇଥିଲା। ସେ ଅନୁଭବ କରିବାକୁ ଲାଗିଲା ଯେ ବୋଧହୁଏ ସେ ଧୀରେ ଧୀରେ ଡିପ୍ରେସନର ଶିକାର ହେବାକୁ ଯାଉଛି। ତାପରେ ଦିନେ ହଠାତ୍ ସେ ରବିଙ୍କଠାରୁ ଏକ କଲ୍ ପାଇଲା। ସର୍ବପ୍ରଥମେ ସେ ସେଦିନ ଯାହା କହିଥିଲେ ସେଥିପାଇଁ କ୍ଷମା ମାଗିଲେ ଏବଂ ତାପରେ ସେ କହିଲେ ଯେ ଆମେ ଅତି କମରେ ଭଲ ବନ୍ଧୁତ୍ୱ ହୋଇପାରିବା, କାରଣ ମୁଁ ସବୁବେଳେ ତୁମ ଭିତରେ ଜଣେ ଭଲ ବନ୍ଧୁଙ୍କୁ ଦେଖିଥିଲି। ଦିଦି ଭାବିଲା ଯେ ବନ୍ଧୁତ୍ୱର କୌଣସି କ୍ଷତି ନାହିଁ ଏବଂ ସେହି ଦିନଠାରୁ ସେ ରବିଙ୍କ ସହ କଥା ହେବା ଆରମ୍ଭ କଲା। ଧୀରେ ଧୀରେ ରବି ତାକୁ ଭେଟିବାକୁ ଆସିବାକୁ ଲାଗିଲେ, କିନ୍ତୁ ଭିଣେଇ ରବିଙ୍କୁ ତାଙ୍କ ଘରକୁ ଆସିବାକୁ ପସନ୍ଦ କଲେ ନାହିଁ। ତେଣୁ ଦିଦି ରବିଙ୍କୁ ଘରକୁ ଆସିବାକୁ ମନା କରିଦେଲା। ତେଣୁ ରବି ଦିଦିଙ୍କୁ ଭେଟିବା ପାଇଁ ହୋଟେଲକୁ ଯିବା ବାଟ ବାଛିଲେ ଏବଂ ଦିନେ ଯେତେବେଳେ ଦିଦି ହୋଟେଲରେ ରବିଙ୍କୁ ଭେଟିବାକୁ ଗଲେ, ସେଦିନ ସେ ତାଙ୍କର ସମସ୍ତ ସୀମା ଅତିକ୍ରମ କରିଥିଲା। କାରଣ ରବିଙ୍କଠାରୁ ଟିକେ ସମର୍ଥନ ପାଇବା ମାତ୍ରେ ସେ ଭୁଲ ରାସ୍ତାରେ ପାଦ ପକାଇଥିଲା ଏବଂ ତାପରେ ସେ ସେହି ସବୁ କରିଥିଲା ଯାହା କରିବା କେବେ ବି ଉଚିତ ନୁହଁ। ଏହାପରେ ଏହି ଧାରା ଜାରି ରହିଲା। ରବି ତାଙ୍କୁ ବୁଝାଇଥିଲେ ଯେ ଏହିସବୁ ଜିନିଷରେ କିଛି ଭୁଲ ନାହିଁ, କାରଣ ଏହାଦ୍ୱାରା ତୁମକୁ ମଧ୍ୟ ଖୁସି ମିଳିବ ଏବଂ ମୋତେ ମଧ୍ୟ ଶାନ୍ତି ମିଳିବ। ଏହାପରେ ଯେତେବେଳେ ଦିଦି ପୁଣି ଥରେ ଆମ ପିତାମାତାଙ୍କ ଘରକୁ ଗଲା, ପୁନର୍ବାର ସେମାନେ ଦୁହେଁ ପରସ୍ପରକୁ ଭେଟିବା ପାଇଁ ମନ କଲେ, କିନ୍ତୁ ଶେଷରେ ସେ ସେଠାରେ କେଉଁଆଡ଼େ ଯିବେ ତାହା ବୁଝିପାରିଲେ ନାହିଁ। ତେଣୁ ରବି ତାଙ୍କର ଏକ ବନ୍ଧୁଙ୍କ ଘରକୁ ଦିନେ ପାଇଁ ଯୋଗାଡ଼ କଲେ। ସେଦିନ ତାଙ୍କ ସାଙ୍ଗ ସହରରୁ ବାହାରକୁ ଯାଇଥିଲେ ଏବଂ ତାପରେ ସେ ମୋ ଦିଦି ସହିତ ସେହି ଘରକୁ ଯାଇଥିଲେ। ସେଠାରେ ଦୁହେଁ ନିଜ ଶରୀରର କ୍ଷୁଧାକୁ ସନ୍ତୁଷ୍ଟ କଲେ ଏବଂ ପରେ ଦୁହେଁ ଫେରିଆସିଲେ। ଫେରିଆସିବା ପରେ ଦିଦି ପୁଣି ଥରେ ନିଜର ଦୈନନ୍ଦିନ ଜୀବନରେ ବ୍ୟସ୍ତ ହୋଇଗଲା
ଏବଂ ଦିନେ ସେ ରବିଙ୍କ ଠାରୁ ଏକ କଲ୍ ପାଇଲା ଏବଂ ସେ ତାଙ୍କୁ କହିଥିବା ଖବର ଶୁଣିବା ପରେ ତା ପାଦ ତଳୁ ମାଟି ଖସିଗଲା। ରବି କହିଲେ ଯେ ତାଙ୍କ ବନ୍ଧୁ ମୋହିତ ମୁଁ ଏବଂ ତୁମେ ସେସବୁ କରୁଥିବା ବେଳର ଏକ ଭିଡ଼ିଓ ପ୍ରସ୍ତୁତ କରିଛନ୍ତି। ବାସ୍ତବରେ ଯେତେବେଳେ ସେମାନେ ଶେଷ ଥର ପାଇଁ ତାଙ୍କ ଘରକୁ ଯାଇଥିଲେ ସେତେବେଳେ ସେ ସେଠାରେ ପୂର୍ବରୁ ଏକ କ୍ୟାମେରା ଲଗାଇଥିଲେ ଯେଉଁଥିରେ ଏବେ ତାଙ୍କର ଭିଡ଼ିଓ ରେକର୍ଡ ହୋଇଯାଇଛି ଏବଂ ବର୍ତ୍ତମାନ ସେ ରବିଙ୍କୁ ବ୍ଲାକମେଲ୍ କରୁଥିଲେ। ଏହା ଶୁଣି ଦିଦି ଇନ୍ଦ୍ରିୟ ହରାଇଲା। ଦିଦି ତୁରନ୍ତ ଭିଣେଇଙ୍କୁ ଏକ ବାହାନା କରି କହିଲା ଯେ ସେ 2-3 ଦିନ ପାଇଁ ନିଜ ପିତାମାତାଙ୍କ ଘରକୁ ଯିବାକୁ ଚାହୁଁଛନ୍ତି। ଭିଣେଇ ତାଙ୍କୁ ଅନୁମତି ଦେଲେ। ଏହାପରେ ଦିଦି ସେଠାରେ ପହଞ୍ଚିବା ପରେ ରବିଙ୍କ ବନ୍ଧୁ ମୋହିତ ତାଙ୍କ ସାମ୍ନାରେ ଏକ ସର୍ତ୍ତ ରଖିଥିଲେ ଯେ ସେ କେବଳ ଗୋଟିଏ ସର୍ତ୍ତରେ ଏହି ଭିଡ଼ିଓ କାହାକୁ ଦେଖାଇବେ ନାହିଁ। ଯଦି ଦିଦି ମୋହିତଙ୍କ ସହ ସମାନ କାର୍ଯ୍ୟ କରନ୍ତି ଯାହା ସେ ରବିଙ୍କ ସହ କରିଆସୁଛନ୍ତି। ଏହା ଶୁଣି ଦିଦିର ହୋସ୍ ଉଡ଼ିଗଲା। କିନ୍ତୁ ତାପରେ ସେ ନିଜକୁ ଅସହାୟ ମନେକଲା ଏବଂ ମୋହିତଙ୍କ ସହ ମଧ୍ୟ ତାହା ବାଧ୍ୟବାଧକତାରେ କରିବାକୁ ପଡ଼ିଲା। ଏହାପରେ ସେ ଭାବିଲା ବୋଧହୁଏ ବର୍ତ୍ତମାନ ସେ ଏସବୁରୁ ମୁକ୍ତି ପାଇଯିବ। କିନ୍ତୁ ସେପରି କିଛି ଘଟିଲା ନାହିଁ। ତାପରେ ଏହି କ୍ରମ ଜାରି ରହିଲା। ତାକୁ ବ୍ଲାକମେଲ୍ କରି ଧମକ ଦେଇ ମୋହିତ ମଧ୍ୟ ତାଙ୍କଠାରୁ ତାଙ୍କ ଘର ଠିକଣା ନେଇଗଲେ ଏବଂ ଯେତେବେଳେ ବି ତାଙ୍କର ମନ ହୁଏ ସେ ଘରକୁ ଆସି ତା ସହ ସେସବୁ କରୁଥିଲେ ଏବଂ ବର୍ତ୍ତମାନ ଧୀରେ ଧୀରେ ସେ ମଧ୍ୟ ଦିଦିଠାରୁ ଟଙ୍କା ମାଗିବା ଆରମ୍ଭ କଲା ଯେଉଁଥିପାଇଁ ବର୍ତ୍ତମାନ ସେ ବହୁତ କ୍ଳାନ୍ତ ହୋଇଯାଇଥିଲା। ଏବେ ସେ ଅନୁଭବ କରୁଥିଲା ଯେ ସେ ଏକ ଜାଲରେ ଫସିଯାଇଛି। ଦିଦି କହିଲା ଯେ ମୁଁ ରବିଙ୍କୁ ମଧ୍ୟ କିଛି କହିପାରିବି ନାହିଁ କାରଣ ଯଦି ମୁଁ ତାଙ୍କୁ କହିଥାନ୍ତି ଯେ ମୁଁ ତାଙ୍କ ପିଠି ପଛରେ ମୋହିତଙ୍କ ସହ ସମାନ କାର୍ଯ୍ୟ କରୁଛି ସେ ମୋତେ ଜଣେ ଠକ ବୋଲି ଭାବିଥାନ୍ତେ। କିନ୍ତୁ ମୁଁ ଜଣେ ଠକ ନୁହେଁ। ଏହା କହି ଦିଦି କାନ୍ଦିବାକୁ ଲାଗିଲା। ତାପରେ ମୁଁ ଦେଖିଲି ମୋହିତ ଚେତନା ଫେରି ପାଇଲେ। ମୁଁ ସଙ୍ଗେ ସଙ୍ଗେ ତାଙ୍କ ଫୋନ୍ ଛଡ଼ାଇ ନେଇ ତାଙ୍କ ଫୋନ୍ରେ ଥିବା ଭିଡ଼ିଓ ଡିଲିଟ୍ କରିଦେଲି। ମୁଁ ତାଙ୍କୁ କହିଲି ଯଦି ତୁମେ ଆଜି ପରଠୁ ମୋ ଦିଦିର ଆଖପାଖର କୌଣସି ସ୍ଥାନରେ ଦେଖାଯାଅ ତେବେ ମୁଁ ପୋଲିସ ନିକଟରେ ତୁମର ଅଭିଯୋଗ କରିବି। ମୋ କଥା ଶୁଣିବା ପରେ ସେ ଜୋରରେ ହସିବାକୁ ଲାଗିଲା ଏବଂ କହିଲା ତୁମେ ଭାବୁଛ କି ମୋ ଫୋନ୍ରୁ ଭିଡ଼ିଓ ଡିଲିଟ୍ କରିବା ଦ୍ୱାରା ତୁମ ଭଉଣୀ ବଞ୍ଚିଯିବ? ବର୍ତ୍ତମାନ ଏକ ଭିଡ଼ିଓ ମଧ୍ୟ ରବିର ଫୋନ୍ରେ ପଡ଼ିଛି। ତାଙ୍କଠାରୁ ଏହା ଶୁଣି ମୋ ଦିଦି ଏବଂ ମୋର ହୋସ୍ ଉଡ଼ିଗଲା। ଦିଦି କହିଲା ତୁମେ କ'ଣ କହିବାକୁ ଚାହୁଁଛ? ତାପରେ ମୋହିତ କହିଲେ ଯେ ଏସବୁ ତ ରବି ଦ୍ୱାରା ପ୍ରସ୍ତୁତ ଏକ ଯୋଜନା ଥିଲା। ସେ ନିଜେ କହିଥିଲା ଯେ ସେ ତୁମକୁ କିଛି ବାହାନା କରି ମୋ ଘରକୁ ଡାକିବ ଏବଂ ତାପରେ ତୁମର ଭିଡ଼ିଓ ପ୍ରସ୍ତୁତ କରିବ ଏବଂ ତାପରେ ମୁଁ ସାମ୍ନାକୁ ଆସି ତୁମକୁ ବ୍ଲାକମେଲ୍ କରିବି। ତୁମ ସହିତ ମଜା ବି କରିବି ଏବଂ ତୁମଠାରୁ ଟଙ୍କା ମଧ୍ୟ ନେବି ଏବଂ ତାପରେ ସେହି ଟଙ୍କା ମୋର ଏବଂ ରବି ମଝିରେ ଅଧା ଭାଗରେ ବିଭକ୍ତ ହେବ। ଏହିପରି ଦୁହେଁ ଏକାଠି ହୋଇ ତୁମକୁ ଉଭୟ ଶାରୀରିକ ଏବଂ ଆର୍ଥିକ ଦୃଷ୍ଟିରୁ ଲୁଟିବା ଜାରି ରଖିବୁ ଏବଂ ତୁମେ ଏତେ ନିର୍ବୋଧ ମହିଳା ଥିଲ ଯେ ତୁମେ ଏସବୁ ବିଷୟରେ ଟିକେ ବି ସୁରାଗ ପାଇଲନି କି ଆମେ ଦୁହେଁ ଏକାଠି ତୁମର ଫାଇଦା ଉଠାଉଥିଲୁ। ଏସବୁ ଶୁଣି ଦିଦି କଇଁ କଇଁ ହୋଇ କାନ୍ଦିବାକୁ ଲାଗିଲା। ସେ କହିଲା ବର୍ତ୍ତମାନ ମରିବା ବ୍ୟତୀତ ମୋର ଅନ୍ୟ କୌଣସି ବିକଳ୍ପ ନାହିଁ। ଏହି 2 ଜଣଙ୍କ ଜାଲରେ ପଡ଼ି ମୁଁ ମୋର ପ୍ରତିଷ୍ଠିତ ଘରକୁ ନଷ୍ଟ କରିଦେଲି। ଯଦି ମୁଁ ମୋର ଇଚ୍ଛାକୁ ନିୟନ୍ତ୍ରଣ କରିଥାନ୍ତି ତେବେ ମୋତେ ଏହି ଦିନ ଦେଖିବାକୁ ପଡ଼ିନଥାନ୍ତା। ମୁଁ ଜଣେ ବହୁତ ଖରାପ ମା' ଅଟେ। ମୋ ପିଲାମାନଙ୍କୁ ମୋ ପରି ମା' କଦାପି ମିଳିବା ଉଚିତ ନୁହଁ। ଦିଦି ପୁଣି ଥରେ ନିଜକୁ ମାରିବାକୁ ଚେଷ୍ଟା କଲା। ମୁଁ ତାକୁ କହିଲି ଯେ ଭାବ ବିହ୍ୱଳ ହୋଇ ଆଉ କିଛି ମୂର୍ଖାମି କର ନାହିଁ। ବର୍ତ୍ତମାନ ଅନ୍ତତଃ ପକ୍ଷେ ତୋ ପିଲାମାନଙ୍କ ବିଷୟରେ ଚିନ୍ତା କର। ଯଦି ତୋ ସହିତ କିଛି ବି ଘଟେ ତେବେ ସେମାନଙ୍କର କ'ଣ ହେବ? ସେ ମୋତେ କହିବାକୁ ଲାଗିଲେ ଯେ ବର୍ତ୍ତମାନ ତୁ ମୋତେ କହ ମୋର ମୃତ୍ୟୁ ବ୍ୟତୀତ କ'ଣ ଅନ୍ୟ କେଉଁ ବିକଳ୍ପ ଅଛି?
ମୁଁ କିପରି ଏସବୁରୁ ରକ୍ଷା ପାଇବି। ମୁଁ ତାକୁ କହିଲି, ଚିନ୍ତା କର ନାହିଁ। ଆମକୁ ଥଣ୍ଡା ମନରେ କିଛି ଚିନ୍ତା କରିବାକୁ ପଡ଼ିବ। ତେଣୁ ତୁ କିଛି ସମୟ ଶାନ୍ତ ରହ। ମୁଁ ମୋ ଦିଦିକୁ କହିଲି ଯେ ବର୍ତ୍ତମାନ ତୁ ଏହା କର। ଆମର କେବଳ ଗୋଟିଏ ଉପାୟ ଅଛି, ଯାହା ତୁ ଭିଣେଇଙ୍କୁ ଏହି ସବୁ କିଛି ବିଷୟରେ ସତ କହ। ମୋ କଥା ଶୁଣି ଦିଦି ଖରାପ ଭାବରେ କାନ୍ଦିବାକୁ ଲାଗିଲା। କହିଲା ଯେ ମୁଁ ତ ଭିଣେଇଙ୍କୁ ଏସବୁ କହିପାରିବି ନାହିଁ। ଯଦି ସେ ଏକଥା ଜାଣିବେ ତେବେ ସେ ମୋତେ ଛାଡ଼ପତ୍ର ଦେବେ ଏବଂ ମୁଁ ତାଙ୍କୁ ଆଦୌ ହରାଇବାକୁ ଚାହେଁ ନାହିଁ। ଏହାଠୁ ମୁଁ ମରିଯିବା ଭଲ ହେବ। ମୁଁ ତାକୁ କହିଲି, ତୁ କାହିଁକି ବୁଝୁନାହୁଁ? ଏହା ବ୍ୟତୀତ ଆମର ଅନ୍ୟ କୌଣସି ବିକଳ୍ପ ନାହିଁ। କିନ୍ତୁ ଦିଦି ଭିଣେଇଙ୍କୁ ସବୁ କଥା କହିବାକୁ ପ୍ରସ୍ତୁତ ନଥିଲା। ଏଠାରେ ମୋହିତ ନିଜକୁ ବହୁତ ସ୍ମାର୍ଟ ବୋଲି ଭାବୁଥିଲା ଏବଂ ସେଥିପାଇଁ ସେ ବହୁତ ଖୁସି ହେଉଥିଲା। ସେତେବେଳେ ହଠାତ୍ ଦିଦିର ଫୋନ୍ ବାଜିବା ଆରମ୍ଭ କଲା। ସେ ବହୁତ ହଡ଼ବଡ଼େଇ ଗଲା। ଯେତେବେଳେ ଦିଦି ଫୋନ୍କୁ ଚାହିଁ ଦେଖିଲା ଯେ ତାକୁ ଭିଣେଇ କଲ୍ କରିଛନ୍ତି, ସେତେବେଳେ ସେ ପୂରାପୂରି ଭୟଭୀତ ହୋଇପଡ଼ିଲା। ମୁଁ ତାକୁ କହିଲି, ଚିନ୍ତା କର ନାହିଁ। ଆରାମରେ ଶାନ୍ତ ହୋଇ ଭିଣେଇଙ୍କ ଫୋନ୍ ରିସିଭ୍ କର। ମୋର ପରାମର୍ଶ କ୍ରମେ ସେ ଭିଣେଇଙ୍କ କଲ୍ ଉଠାଇଲା ଏବଂ ଆମେ ଜାଣିବାକୁ ପାଇଲୁ ଯେ ଭିଣେଇ 2 ସପ୍ତାହ ପାଇଁ ସହରର ବାହାରକୁ ଯାଉଛନ୍ତି। ସେ ଅଧଘଣ୍ଟା ମଧ୍ୟରେ ଘରେ ପହଞ୍ଚିବେ ଏବଂ ଦିଦି ତାଙ୍କ ବ୍ୟାଗକୁ ପ୍ୟାକ୍ କରି ପ୍ରସ୍ତୁତ ରଖୁ, କାରଣ ତାଙ୍କୁ ତୁରନ୍ତ ବାହାରକୁ ଯିବାକୁ ପଡ଼ିବ। ଏହା ଶୁଣି ଦିଦି ବହୁତ ଚିନ୍ତିତ ଥିଲା ଯେ ସେ ବର୍ତ୍ତମାନ କ'ଣ କରିବ ଏବଂ ଏଠାରେ ମୋହିତ ମଧ୍ୟ ଆଗରେ ବସିଥିଲେ। ମୁଁ ତାକୁ କହିଲି, ଆଦୌ ଚିନ୍ତା କର ନାହିଁ। ମୁଁ ମୋ ଦିଦିକୁ କହିଲି ଯେ ଘରେ ଥିବା ସମସ୍ତ ଜିନିଷକୁ ସଠିକ୍ ଭାବରେ ରଖ ଏବଂ ମୋହିତକୁ ଆମେ ଗୋଟେ ରୁମ୍ରେ ବନ୍ଦ କରି ରଖିବା, ଯେ ପର୍ଯ୍ୟନ୍ତ ଭିଣେଇ ବାହାରକୁ ଚାଲିଯିବେ ନାହିଁ। ଏହାପରେ ଆମେ ସେହିପରି କରିଥିଲୁ। ଭିଣେଇ ଏତେ ବ୍ୟସ୍ତ ଥିଲେ ଯେ ସେ କୌଣସି ଜିନିଷ ପ୍ରତି ଧ୍ୟାନ ଦେଇନଥିଲେ। ଘରକୁ ଆସିବା ମାତ୍ରେ ସେ ବ୍ୟାଗ୍ ଉଠାଇ ସଙ୍ଗେ ସଙ୍ଗେ ଚାଲିଗଲେ। ତାପରେ ଆମେ ଦୁହେଁ କିଛି ସମୟ ପାଇଁ ଶାନ୍ତିରେ ଦୀର୍ଘ ନିଶ୍ୱାସ ନେଇଥିଲୁ। ମୁଁ ମୋ ରୁମ୍କୁ ସଠିକ୍ ଭାବରେ ବନ୍ଦ କରିଦେଲି ଏବଂ ମୋହିତକୁ ମଧ୍ୟ ବହୁତ ଭଲ ଭାବରେ ବାନ୍ଧିଦେଲି। ମୁଁ କହିଲି, ଦିଦି ତୁରନ୍ତ ରବିଙ୍କୁ ଫୋନ୍ କରି ଏଠାକୁ ଡାକ ଏବଂ ତାଙ୍କୁ କହ ଯେ ତୁ ଘରେ ପୁରା ଏକୁଟିଆ ଅଛୁ, ତେଣୁ ତାଙ୍କ ସହିତ କିଛି ସମୟ ବିତାଇବାକୁ ଚାହୁଁଛୁ। ମୁଁ ଯେପରି କହିଲି ଦିଦି ସେପରି କଲା ଏବଂ ରବି ମଧ୍ୟ ଏହି ଜିନିଷ ପାଇଁ ସର୍ବଦା ଭୋକିଲା ଥିଲା। ସେ ତୁରନ୍ତ ପ୍ରସ୍ତୁତ ହୋଇଗଲା। ପରଦିନ ସେ ଘରକୁ ଆସିଲା। ଦିଦି ତାଙ୍କୁ ଚା ତିଆରି କରି ପିଇବାକୁ ଦେଲା। ମୁଁ ତାଙ୍କ ଚାହାରେ ଲୁଚାଇ ନିଶାଦ୍ରବ୍ୟ ମିଶାଇଥିଲି। ସେ ମିଶ୍ରିତ ଚା ପିଇବା ମାତ୍ରେ ନିଜର ଇନ୍ଦ୍ରିୟ ହରାଇବାକୁ ଲାଗିଲେ। ଏହାପରେ ମୁଁ ପୋଲିସକୁ ଫୋନ୍ କରି କହିଲି ଯେ ଏହି ଲୋକମାନେ କିପରି ମୋ ଭଉଣୀକୁ ବ୍ଲାକମେଲ୍ କରୁଛନ୍ତି ଏବଂ ତାର ଏକ ଖରାପ ଭିଡ଼ିଓ ପ୍ରସ୍ତୁତ କରିଛନ୍ତି। ଏହାପରେ ପୋଲିସ ତୁରନ୍ତ ଆସି ଆମ ପାଖରେ ପହଞ୍ଚିଗଲେ। ସେମାନେ ସେହି ଭିଡ଼ିଓକୁ ରବିଙ୍କ ଫୋନ୍ରୁ ଡିଲିଟ୍ କରିଦେଲେ। ମୋର ଅନେକ ଅନୁରୋଧ ପରେ ନିଆଯିବାକୁ ଥିବା ଆଗାମୀ କାର୍ଯ୍ୟାନୁଷ୍ଠାନ ବିଷୟରେ ପୋଲିସ ସମସ୍ତ ସୂଚନା କେବଳ ମୋତେ ହିଁ ଦେବାକୁ ରାଜି ହେଲା ଏବଂ କାହାକୁ ମଧ୍ୟ ଘରକୁ ପଠାଇବେ ନାହିଁ ବୋଲି ନିଶ୍ଚିତ କଲେ। କାରଣ ଯଦି ମୋ ଭିଣେଇ କୌଣସି ସ୍ଥାନରୁ ଏହିସବୁ ବିଷୟରେ ଜାଣନ୍ତି, ତେବେ ମୋ ଦିଦିର ପ୍ରତିଷ୍ଠିତ ଗୃହସ୍ଥ ଜୀବନ ନଷ୍ଟ ହୋଇଯିବ। ଏହାପରେ ପୋଲିସ ଉଭୟ ମୋହିତ ଏବଂ ରବିଙ୍କୁ ଧରି ସାଙ୍ଗରେ ନେଇଗଲେ। ସେମାନଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ଏଠାରେ ଦିଦି କୋର୍ଟରେ ଦେଇଥିବା ସମସ୍ତ ପ୍ରମାଣ ଏବଂ ସାକ୍ଷ୍ୟ ଆଧାରରେ ଉଭୟ ମୋହିତ ଏବଂ ରବିଙ୍କୁ 10 ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ଏହା ସହ ଜଡ଼ିତ ଯାହା କିଛି ପଦକ୍ଷେପ ନିଆଯାଇଥିଲା, ମୁଁ ଏହାକୁ ସର୍ବଦା ଆଗରୁ ପରିଚାଳନା କରୁଥିଲି। ତେଣୁ ଭିଣେଇ ଏହିସବୁ ବିଷୟରେ ଆଦୌ ଜାଣିପାରିବେ ନାହିଁ। ଦିଦି ତା ହୃଦୟରେ ବହୁ ଲଜ୍ଜିତ ହୋଇ ନିଜ ଆଖିରେ ସମ୍ପୂର୍ଣ୍ଣ ଖସି ଯାଇଥିଲା। କିନ୍ତୁ ମୁଁ ତାକୁ ବୁଝାଇଲି ଯେ ତୁ କରିଥିବା ଭୁଲ ପାଇଁ କ୍ଷମା ତ ନାହିଁ, କିନ୍ତୁ ନିଜକୁ ପ୍ରତିଜ୍ଞା କର ଯେ ବର୍ତ୍ତମାନ ତୁ ଭିଣେଇଙ୍କ ବ୍ୟତୀତ ଅନ୍ୟ କାହା ବିଷୟରେ ଚିନ୍ତା କରିବୁ ନାହିଁ। ସେ ମୋତେ ବହୁତ ଧନ୍ୟବାଦ ଜଣାଇଥିଲା, କାରଣ ମୋ ହେତୁ
ତା ପ୍ରତିଷ୍ଠିତ ଗୃହଟି ଧ୍ୱଂସ ହେବାରୁ ରକ୍ଷା ପାଇଥିଲା ଏବଂ ସେ ମୋତେ ପ୍ରତିଶ୍ରୁତି ମଧ୍ୟ ଦେଇଥିଲା ଯେ ବର୍ତ୍ତମାନ ସେ କେବଳ ନିଜ ପିଲା ଏବଂ ତା ସ୍ୱାମୀଙ୍କ ଉପରେ ଧ୍ୟାନ ଦେବ। ମୋହିତ ଏବଂ ରବି ସେମାନଙ୍କ କାର୍ଯ୍ୟ ପାଇଁ ଦଣ୍ଡିତ ହୋଇଥିଲେ ଏବଂ ଦିଦି ମଧ୍ୟ ଏକ ଶିକ୍ଷା ଲାଭ କରିଥିଲା। ନିଜର ସାମାନ୍ୟ ଇଚ୍ଛାକୁ ଚରିତାର୍ଥ କରିବା ପାଇଁ କୌଣସି ଭୁଲ ପଦକ୍ଷେପ ନିଅନ୍ତୁ ନାହିଁ, ଯାହାଦ୍ୱାରା ନିଜର ଜୀବନ ନଷ୍ଟ ହେବା ପାଇଁ ବେଶୀ ସମୟ ଲାଗିବ ନାହିଁ।